ମାନେ ଇତିହାସ ରଚିଦେଲା ବୋଉ ବୁଟଭୂତ ଯାହାର କଲେକ୍ସନ 4 ଦିନ ଭିତରେ 3,60,00,000 ବହୁତ ବଡ଼ କଲେକ୍ସନ କରିଛି ଛୋଟ ମୋଟ କଲେକ୍ସନ ନୁହେଁ। ଆଉ ଆପଣମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହାଲଟା କ'ଣ ଥିଲା ଆଉ କ'ଣ କେମିତି ଯେଉଁ ଆପଣମାନେ ଜାଣିଥିବେ କି ଏତେ ପଇସା ବି କମେ କରିପାରୁନଥିଲା। କୋରୋନା ପରେ ଓଡ଼ିଆ ଫିଲ୍ମ ଚାଲିବା ବହୁତ କଷ୍ଟକର ହେଇଯାଇଥିଲା। ଡିରେକ୍ଟର ମାନେ ଫିଲ୍ମ ବନାଉଥିଲେ ହେଲେ ରିଲିଜ୍ କରୁନଥିଲେ ଭୟରେ ତାଙ୍କୁ ସ୍କ୍ରିନ୍ ବି ମିଳୁନଥିଲା। କିନ୍ତୁ ଏବେ ଡିରେକ୍ଟର ମାନେ ଯେଉଁ ୟାର ଯେଉଁ କଲେକ୍ସନ ସବୁ ଦେଖିକିନା କର୍ମ ପରେ କି ଦମନ ପରେ ସେମାନେ ସବୁ ଜାଣିସାରିଲେଣି କି ହଁ ଫିଲ୍ମଟି ଭଲ ବନେଇଲେ ଆମର ଭଲ କଲେକ୍ସନ ହେବ। ଫିଲ୍ମଟିକୁ ହିନ୍ଦୀରେ ପ୍ରମୋସନ୍ କରିବାର ଅଛି ବହୁତ ଜଲ୍ଦି। ଆଉ ବାବୁସାନ ବାହାରକୁ ଯିବା ହାଇଦ୍ରାବାଦ ଯିବାର ଯେଉଁଟାକି ତାଙ୍କର ଥିଲା ଗୋଟେ ପ୍ଲାନ୍ ଥିଲା। ଆପଣମାନେ ଜାଣିଥିବେ ସେ ହାଇଦ୍ରାବାଦ ଯିବେ ଆଉ ବହୁତ ସାରା ଜାଗାକୁ ଯିବେ ଯେଉଁଠି ମୁମ୍ବାଇ ଫୁମ୍ବାଇ ଯେଉଁଠି ଆମର ବହୁତ ଓଡ଼ିଆ ଲୋକମାନେ ରହୁଛନ୍ତି ସେଠି ଫିଲ୍ମଟିକୁ ପ୍ରମୋସନ୍ କରିବା ଭଲ। ଯେଉଁଟାକି ତାଙ୍କର ସେଠି କଲେକ୍ସନ ଆହୁରି ବହୁତ ବଢ଼ିଆ ହେବ। ଫିଲ୍ମ ଆପଣମାନଙ୍କୁ କ'ଣ ଲାଗୁଛି 10 କୋଟି ପାଖାପାଖି ଯିବ କି ନାହିଁ? ମୋତେ ତ ଲାଗୁଛି ବିଲକୁଲ 10 କୋଟି ଯିବ, କାହିଁକିନା 3,60,00,000 ପାଖାପାଖି 4 ଦିନ ହେଇଯାଇଛି। ମୋତେ ଲାଗୁଛି ପୁରା କଲେକ୍ସନ 10 କୋଟି ପାଖାପାଖି ହେଇଯିବ।